ଏବଂ ଆମର ସମ୍ପର୍କ କ୍ରମେ ନିବିଡ଼ତର ହେଲା। ତେଣୁ ଯାହା ହଉ ତେଣୁ ସେଇଦିନଠାରୁ ଆମେ ଉଭୟ ଗଙ୍ଗାଧର ମେହେର ଜୟନ୍ତୀ କରିବା ପାଇଁ ମନୋନିବେଶ କଲୁ। ଆଗରୁ 81 ମସିହାରେ କରୁଥିଲୁ, 86 ମସିହାରେ ଆହୁରି ତାକୁ ତାର ଉତ୍ତରଣ ହେଲା ଏବଂ ସେତେବେଳେ IMPRର ମ୍ୟାଚ୍ ହେଲେ ସେତେବେଳେ ଆହୁରି ତାଙ୍କର ସହଯୋଗ ହାତ ବଢ଼ାଇଥିଲେ ଏବଂ ସେ ଜଣାପଡ଼େ ସେ କେତେ ଗଙ୍ଗାଧର ପ୍ରେମୀ। ଯେତେବେଳେ ଗଙ୍ଗାଧର ମେହେର ସେତେବେଳେ ବିଶ୍ୱବିଦ୍ୟାଳୟ ହେଇନଥିଲା, ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସେ ମହାବିଦ୍ୟାଳୟରେ ସେ ପାଠ ପଢ଼ୁଥିଲେ ଏବଂ ଯେଉଁ ପ୍ରବନ୍ଧ ପ୍ରତିଯୋଗିତା ହେଇଥିଲା ସେ ପ୍ରବନ୍ଧ ପ୍ରତିଯୋଗିତାରେ ସେ ପ୍ରଥମ ହେଇଥିଲେ। ତେଣୁ ଜଣାପଡ଼େ ସେ କେତେ ମେହେର ପ୍ରେମୀ ଏବଂ ସବୁବେଳେ ମୋତେ ଉତ୍ସାହିତ କରି ଆସିଛନ୍ତି ଯେ ତମେ ରାଜଧାନୀରେ ଭଲ ଭାବରେ ପଢ଼। ପ୍ରକୃତରେ ଚାଲିଛି। ତେଣୁ ବନ୍ଧୁଗଣ, ଗଙ୍ଗାଧର ମେହେର ହେଉଛନ୍ତି ଓଡ଼ିଆ ସାହିତ୍ୟ ଆକାଶର ଚନ୍ଦ୍ର, ସୂର୍ଯ୍ୟ ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଯେମିତି ସୂର୍ଯ୍ୟର ଆଲୋକରେ ଚାରିଆଡ଼େ ଆଲୋକିତ ହେଉଛି, ସେମିତି ଭଞ୍ଜଙ୍କର ଲେଖା ହେଉଛି ସେଇଭଳି। ଓଡ଼ିଆ ସାହିତ୍ୟ ଆକାଶର ମଧ୍ୟାହ୍ନ ସୂର୍ଯ୍ୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଏବଂ ସୂର୍ଯ୍ୟ ଅସ୍ତ ହୋଇଗଲା ପରେ ଲୋକେ କାହାର ଅନୁଭବ କରନ୍ତି ନା ଚନ୍ଦ୍ର, ଚନ୍ଦ୍ରର ଶୀତଳତା ଅନୁଭବ କରନ୍ତି। ଗଙ୍ଗାଧର ମେହେର ହେଉଛନ୍ତି ଚନ୍ଦ୍ର। ତା ସତ୍ୟ ମଧ୍ୟ ଯେତେବେଳେ ଆମେ ରାଜଧାନୀରେ କ'ଣ ପାଇଁ କିଭଳି ଭାବରେ କରିବା ପାଇଁ ଚାହୁଁ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟରେ ମୋର ଗୋଟେ ପଦ ମନେ ପଡ଼ୁଛି। ଲାବଣ୍ୟବତୀ ମାନସର ହେଲେ ସିନା ମରାଳିର ଶିବ, ମାନସର ହେଲେ ସିନା ମରାଳିର ଶିବ, ঘন নীর হেলে সিনা চাতকি তো শিব, মন মনে মিশিব, চন্দ্র হেলে চকুরর তৃষা মেটাইব। তেଣୁ ଆପଣମାନେ ଯଦି ଚନ୍ଦ୍ର ହୁଅନ୍ତି ମୁଁ ଚକ୍ର, ମୋ ତୃଷା ମେଟିବ। ମୁଁ ଟିକେ ବିଚଳିତ ଅଛି ଏଥିପାଇଁ ଯେହେତୁ ଅନ୍ୟ 3 ଜଣ ଅତିଥି ସେମାନେ ଆସିବାରେ ବିଳମ୍ବ କରିଛନ୍ତି, ସେଥିପାଇଁ ମୁଁ ସେ ଭାଷଣ ଭିତରକୁ ପ୍ରବେଶ କରୁନାହିଁ। କହିବାର ଉଦ୍ଦେଶ୍ୟ ହେଉଛି ଗଙ୍ଗାଧର ମେହେର ହେଉଛନ୍ତି ଓଡ଼ିଆ ସାହିତ୍ୟର ଚନ୍ଦ୍ର। ଏବଂ ଦ୍ୱିତୀୟ ଅର୍ଥରେ କ'ଣ କହନ୍ତି, ସୂର୍ଯ୍ୟକୁ ସବୁବେଳେ ବି କଥା କହେ, ବିଭିନ୍ନ ଜାଗାରେ ଟିଭି ମୋତେ ଡାକିଥିଲା ସେ କଥା କହେ, ସୂର୍ଯ୍ୟ ଉଦୟ ହୁଏ ପଶ୍ଚିମ ଦିଗରେ, ସୂର୍ଯ୍ୟ ଉଦୟ ହୁଏ ପୂର୍ବ ଦିଗରେ, ଦି ସନ୍ ରାଇଜେସ୍ ଅନ୍ ଦି ଇଷ୍ଟ। କିନ୍ତୁ ଗଙ୍ଗାଧର ମେହେର ତାଙ୍କ କାର୍ଯ୍ୟାବଳୀ ତାଙ୍କ ଲେଖା ମାଧ୍ୟମରେ ଏହା ମିଥ୍ୟା ପ୍ରମାଣିତ କରିଥାଏ। ଦି ସନ୍ ରାଇଜେସ୍ ଅନ୍ ଦି ୱେଷ୍ଟ, ସୂର୍ଯ୍ୟ ଉଦୟ ହେଲା ପଶ୍ଚିମ ଦିଗରେ। ଯେତେବେଳେ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ନାମକ ଏକ ବଙ୍ଗାଳୀ ଶିକ୍ଷକ, ଯିଏ ଦୃଢ଼ କଣ୍ଠରେ କହୁଛନ୍ତି ଓଡ଼ିଆ একটা ସ୍ୱତନ୍ତ୍ର ଭାଷା ନୁହେଁ, ସେତିକି ବେଳେ ତାଙ୍କୁ ପ୍ରତିହତ କରିବା ପାଇଁ, ତାଙ୍କୁ ଜବାବ ଦେବା ପାଇଁ ବାଲେଶ୍ୱରରୁ ଫକୀରମୋହନ, ରାଧାନାଥ, କୋଟି କୋଟି ଦଣ୍ଡବତ ରାଧାନାଥଙ୍କ ଚରଣ ଯୁଗଳରେ ବଙ୍ଗାଳୀ ହେଲେ ମଧ୍ୟ ସେ ଓଡ଼ିଆ ଭାଷାର ଜୟଗାନ କରିଛନ୍ତି। ମୁଁ ତା ଭିତରକୁ ଯିବାକୁ ଚାହୁଁନି, କାରଣ ସେଇ ଅଞ୍ଚଳରୁ ଜଣେ ମୋର ବନ୍ଧୁ ଆସିଛନ୍ତି ମଦନ ବାବୁ, ସେଇ ରାଧାନାଥ ଯୋଉଁ ସେଇ ଜାଗାରୁ ସେ ଆସିଛନ୍ତି, ମଦନ ମହଲା, ସେ ଜଣେ ଅଧ୍ୟାପକ ଥିଲେ। ଏବଂ ଏପଟେ କଟକରୁ ପଲ୍ଲୀ କବି ନନ୍ଦକିଶୋର ଏବଂ ପୁରୀରୁ ହେଉଛନ୍ତି ଭକ୍ତ କବି ମଧୁସୂଦନ ରାଓ। କିନ୍ତୁ ସୂର୍ଯ୍ୟ ଉଦୟ ହେଲା ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲି। ଗଙ୍ଗାଧର ମେହେର ସୂର୍ଯ୍ୟର ଆବିର୍ଭାବ ହେଲା ବରପାଲି, ପଶ୍ଚିମ ଓଡ଼ିଶାରେ, ପଶ୍ଚିମ ଦିଗରେ। ଏହା କ'ଣ କମଳ ଗୌରବର କଥା? ତେଣୁ ବନ୍ଧୁଗଣ, ମୁଁ ଇଂରାଜୀ ବିଭାଗର ଛାତ୍ର, କିନ୍ତୁ ଗଙ୍ଗାଧର ମେହେରକୁ ପ୍ରେମୀରେ ପଢ଼ିଲି। ଯେତେବେଳେ ୱାର୍ଡ଼ସୱାର୍ଥକୁ ପଢ଼ିଲି ଗଙ୍ଗାଧର ମେହେରକୁ, ଗଙ୍ଗାଧର ମେହେର ବହୁ ଜାଗାରେ ୱାର୍ଡ଼ସୱାର୍ଥକୁ ପଢ଼ି ଦେଇଛି। ଆମର ଦୁର୍ଭାଗ୍ୟ ଯେ ସେ ଓଡ଼ିଶାରେ ଜନ୍ମ ହୋଇଛନ୍ତି। କିନ୍ତୁ ଆପଣମାନେ ଅନୁଭବ କରନ୍ତୁ, ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧ ବରପାଲିର କେଉଁ ଏକ ଅଖ୍ୟାତ ପଲ୍ଲୀରେ ସେ ଜନ୍ମ ହୋଇଛନ୍ତି। କିନ୍ତୁ ଆଜି ଉପକୂଳ ଓଡ଼ିଶାରେ କୋଣ ଅନୁକୋଣରେ ଆଜି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଶ୍ରାଦ୍ଧ ପାଳନ ହେଉଛି। ମୁଁ ତ ତୃତୀୟ ଶ୍ରେଣୀରୁ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆରମ୍ଭ କରିଥିଲି ମୋ ଗାଁରେ, ମୋ ଗାଁ କାକଟପୁରରେ ତୃତୀୟ ଶ୍ରେଣୀରୁ ଆରମ୍ଭ କରିଛି ବାଘମୁଣ୍ଡାରେ। ଆପଣମାନେ ଅନୁଭବ କରନ୍ତୁ, ଏମିତି ତାଙ୍କ ପ୍ରେମରେ ପଡ଼ିଗଲେ। ମୋ ବାପା ଯେହେତୁ ଜଣେ ପ୍ରଧାନ ଶିକ୍ଷକ ଥିଲେ, ତାଙ୍କର ପ୍ରେରଣା ମୋ ଉପରେ ପଡ଼ିଗଲା। ତେଣୁ ଗଙ୍ଗାଧର ମେହେର ଯାହାକୁ କହନ୍ତି ତାଙ୍କୁ ସମ୍ବଲପୁର ଯେତେବେଳେ JM କଲେଜ ଯେଉଁ କହୁଛନ୍ତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ହେଇଗଲାଣି, ତାର ଅଧ୍ୟକ୍ଷ ଥିଲେ ଡକ୍ଟର କବି ମାୟାଧର ମାନସିଂ, ବିଖ୍ୟାତ କବି, ଯିଏ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଥିଲେ, କୁମର ବଞ୍ଚିବେ ଭିକାରୀ ହୋଇ, ମେହେର ବଞ୍ଚିବେ ହୋଇ ଗୁମାସ୍ତା,
धनीर दया को रही चाहिए शेक्सपियर एक व्यवस्था उमर शेक्सपियर सागे समान आसन में बसई देते गंगाधर कम बड़ घर कथा तेणु बंधुगण ये उत्सव को आज उद्घाटन कर श्रीरामचंद्र भंज मेडिकल कॉलेज जड़े अत्यंत स्वनामधन्य डाक्तर एवं भेषज विभाग से मुख्य डॉक्टर जयंत कुमार पंडा डॉक्टर जयंत कुमार पंडा नाटा जमी भारी आकर्षणीय व्यवहार चालीचलन सी अधिक आकर्षणीय सी मत श्रीरामचंद्र भंज मेडिकल कॉलेज मत डाक मंत्री आसवा विलम्ब हो जहाँ प्रति योग्य 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 लोक भाव में ये जिन पड़ी जहाँ कहते मंदिर प्रतिष्ठा कर सुनिश्चित पूजारी वरिष्ठ पूजक अच्छा तुम्हें एक से निष्ठा तो ना क्या आहरी पूरी पड़ज एड़ी पारि कर रोसे अथर गभीर पा तेणु जयंत बाबू आप सुजोग व्यक्ति और सी पश्चिम ओडिशा लोक बलांगीर घर से बलांगीर आसी ये उपकूल ओडिशा एभली ना कर डाक्तर भाव में भल मनीष भाव में जड़े साहित्यिक भाव में जो श्रीरामचंद्र भंज मेडिकल कॉलेज मुखपात्र की साहित्य जगार हुए तार से मुख्य संपादना कर संहिता से संहिता उन्मोचन उत्सव मुझे मुझे डॉक्टर प्रतिभा राय तेणु जयंत बाबू ये उत्सव को उद्घाटन कर कृतज्ञता जनाऊँ द्वितीय आज मुख्य वक्ता जहाँ कहते कविता मिश्र कथार कविता ना कविता कथार कविता कथा कहला मैंने कवितार स्मरण हम कविता मैडम से नड़ स्कूल स्वयंशासित महाविद्यालय उदयनाथ स्वयंशासित महाविद्यालय ओडिया विभाग मुख्य अध्यापिका सी आसर आउ जन सम्मानित वक्ता मत नरेंद्र बाबू जदि कहले कहीं सम्मानित वक्ता रखे मु बास्तव कहीं सब जिते गेस्ट रखाए तो सब समस्त आसवे किसी माने ना मुझे सब अनुभव करे बाईचान्स के न आसो द्वितीय कथा आज जे सम्मानित वक्ता सी होती लक्ष्य हीरा महांती मैंने छटारे कह तू लक्ष्य टिकर कितु प्रकृत से लक्ष्य हीरा से मोर छात्री एवं से आज सम्मानित वक्ता एवं से बर्तमान महर्षि कॉलेज ओडिया विभाग वरिष्ठ अध्यापिका से आज आमर सम्मानित वक्ता एवं आपण मैंने समस्त ग्राहक कहती गोटी कवि आयु हेली मरते गोटे ग्राहक थे सब बड़ा जिन ग्राहक कवि बड़ नुहे कि तार ग्राहक सी हूँ बड़ तेना आपण मैंने गोटी गोटी कवि आयु हेली जो आस बस एम होती आपण मैंने आम मान महारत व्यक्ति तेणु आपण अनुष्ठित आसी ओडिशा साहित्य एकाडेमी सचिव आसी पहुँची से मत कहले आप सभा चल मझे साहित्य एकाडेमी आज दुईटा फंक्शन से आसी पहुँची बर्तमान मुझे सम्मानित वक्ता डॉक्टर लाली महांती की अनुरोध कर कर्तव्य प्रदान